ଏମିତି ପାଲଟି ଗଲା ବୋହୂ, ନେଇଗଲା ଶାଶୁର ଜୀବନ। ଶାଶୁ ବୋହୂ ମଧ୍ୟରେ ତୁ ତୁ ମେ ମେ। ଶାଶୁ ଛାଇ ଦେଖିଲେ ବୋହୂ ନାହିଁ ଡେଉଥିଲା। ରାତି ପାହିଲେ ଆରମ୍ଭ ହେଉଥିଲା କଳି ଝଗଡ଼ା। ମାତ୍ର 8 ମାସରେ ଫ୍ୟାମିଲି ଡ୍ରାମାର ଦ ଏଣ୍ଡ ହୋଇଗଲା। ମା ସହ ମିଶି ଶାଶୁକୁ ରାସ୍ତାରୁ ହଟାଇ ଦେଲା ବୋହୂ। 8 ମାସ ତଳେ ପୁଅକୁ ହାତରୁ ଦିହାତ କରିଥିଲେ କୁନି ନାୟକ। ହସ ଖୁସିରେ ସରିତା ସାହୁଙ୍କୁ ଘରକୁ ବୋହୂ କରି ଆଣିଥିଲେ। ଏବେ ଭଲରେ ଦିନ କଟିବ ବୋଲି ସ୍ୱପ୍ନ ବି ଦେଖିଥିଲେ। ହେଲେ ଦିନ କେଇଟାରେ ସବୁକିଛି ଓଲଟ ପାଲଟ ହୋଇଗଲା। ଶାଶୁକୁ ରାସ୍ତାରୁ ହଟାଇ ସୁଖରେ ଦିନ କାଟିବାକୁ ସରିତା ରଚିଥିଲା ସାଂଘାତିକ ଷଡ଼ଯନ୍ତ୍ର। ଏଥିପାଇଁ ଶାଶୁକୁ ମରଣାନ୍ତକ ଆକ୍ରମଣ କରି ଜୀବନ ନେବାକୁ ସେ ପଛାଇ ନଥିବା ଅଭିଯୋଗ ହୋଇଛି। ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଲାରି ଗଡ଼ପଦା ସାହିରେ ଘଟିଛି ଏପରି ଏକ ବିଭତ୍ସ ହତ୍ୟାକାଣ୍ଡ। ସରିତା ସାହୁଙ୍କୁ ଘରଣୀ କରି ଧୁମଧାମରେ ଘରକୁ ଆଣିଥିଲେ କାହ୍ନୁ ନାୟକ। ଭାବିଥିଲେ ମୋ ସ୍ତ୍ରୀ ଓ ମା ଦୁହେଁ ଖୁସିରେ ଚଳିବେ। ହେଲେ ଷ୍ଟୋରି କିଛି ଅଲଗା ଥିଲା। କାହ୍ନୁଙ୍କ ଅଭିଯୋଗ ଅନୁସାରେ ସବୁବେଳେ ତାଙ୍କ ପତ୍ନୀ ଓ ମାଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା। ବୁଧବାର କାହ୍ନୁ ନିଜ କାମରେ ଘରୁ ବାହାରି ଯାଇଥିଲେ। ଏତିକି ବେଳେ ହୋଇଥିଲା ଶାଶୁଙ୍କର ଏଣ୍ଟ୍ରି। ରାତିରେ କାହ୍ନୁ ଘରକୁ ଫେରି ମାଙ୍କ ବିଷୟରେ ପଚାରିବାରୁ ପତ୍ନୀ କହିଥିଲେ ନାନା ବାହାନା। ମାଙ୍କ ଛାତିରେ ଯନ୍ତ୍ରଣା ହେଉଥିବାରୁ ନ ଖାଇ ସେ ଶୋଇପଡ଼ିଥିବା କହିଥିଲେ। ତେବେ ପତ୍ନୀଙ୍କର କଥା ବିଶ୍ୱାସ ନ ହେବାରୁ ମାଙ୍କ ନିକଟକୁ ଯାଇ ଯାହା ଦେଖିଲେ ତାଙ୍କ ପାଦ ତଳୁ ମାଟି ଖସିଗଲା। କାରଣ ମାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ରକ୍ତ ବାହାରୁଥିବା ବେଳେ ତାଙ୍କ ଶରୀର ନିସ୍ତେଜ ହୋଇଯାଇଥିଲା। ଉଭୟ ପତ୍ନୀ ଓ ତାଙ୍କ ମା ମିଶି ପିଟି ପିଟି ମା ଜୀବନ ନେଇଥିବା ଅଭିଯୋଗ ଆଣିଛନ୍ତି କାହ୍ନୁ। ଏନେଇ ପଡ଼ୋଶୀ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ପୋଲିସ ଡଗ୍ ସ୍କ୍ୱାଡ୍ ଓ ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ପୋଲିସ କାହ୍ନୁଙ୍କର ପତ୍ନୀ ଓ ଶାଶୁକୁ ଅଟକ ରଖି ପଚରାଉଚରା କରୁଛି। ବ୍ୟୁରୋ ରିପୋର୍ଟ, जनता टीवी।